2026-27 ଯାତ୍ରା ଋତୁ ପାଇଁ ଏବେଠାରୁ ବିଭିନ୍ନ ଯାତ୍ରାନୁଷ୍ଠାନଗୁଡ଼ିକ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅଗ୍ରଣୀ ଯାତ୍ରାନୁଷ୍ଠାନ କଳିଙ୍ଗ ଗଣନାଟ୍ୟର ଚଳିତ ବର୍ଷର ପ୍ରଥମ ନାଟକର ଫାଇନାଲ ବିଜିଏମ୍ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ପ୍ରଥମ ନାଟକର ନାମ ତୁ ରାମ ତୁ ପର୍ଶୁରାମ ରଖାଯାଇଥିବା ବେଳେ ଏହାର ଆଖଡ଼ା ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦୀଠାରେ ଜାରି ରହିଛି। ଭବ୍ୟ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଅତିଥିମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଏସ୍ପି ସୁପ୍ରସନ୍ନ ମଲ୍ଲିକ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଶାନ୍ତ ରାୟ, ଯାଜପୁର ରୋଡ ଥାନାଧିକାରୀ ଆଶିଷ ସାହୁ, ହଳଧର ନାୟକ, ସୁଧାଂଶୁ ଶେଖର ଭଞ୍ଜ ଏବଂ କୁଳମଣି ଦଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ବର୍ଷର ମୁଖ୍ୟ ଷ୍ଟାରକାଷ୍ଟ ଚଳିତ ବର୍ଷ ପାଇଁ କଳିଙ୍ଗ ଗଣନାଟ୍ୟ ବହୁ ଅଭିଜ୍ଞ ଏବଂ ଲୋକପ୍ରିୟ କଳାକାରଙ୍କୁ ନେଇ ମଞ୍ଚକୁ ଓହ୍ଲାଇବାକୁ ଯାଉଛି। ନାଟକରେ ନାୟକ ଭୂମିକାରେ ଅଶ୍ୱିନୀ ବ୍ରହ୍ମ, କମଳ ନନ୍ଦ ନଜର ଆସିବେ। ସେହିପରି ଖଳନାୟକ ଭୂମିକାରେ ଦୀପକ ଘୋଷ, ଟୁନା ସାମଲ ଏବଂ ଟିନା ପଣ୍ଡା ପ୍ରମୁଖ ଅଭିନୟ କରିଥିଲେ। ବିଜିଏମ୍ ସମୟରେ ନାଟକର ନିର୍ଦ୍ଦେଶକ, ନାଟ୍ୟକରଙ୍କ ସମେତ ସଙ୍ଗୀତ ପ୍ରସ୍ତୁତ କରିଥିବା ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ ନାଟକ ସମାଜରେ ଘଟୁଥିବା ବିଭିନ୍ନ ପ୍ରତିଦିନର ଘଟଣାବଳୀ ଓ ଜୀବନ୍ତ ବିଷୟବସ୍ତୁକୁ ନେଇ ଏହି ନାଟକର କାହାଣୀ ଗତିଶୀଳ ହେଉଛି। ଏହାର ଟାଇଟେଲ ସଙ୍ଗଟି ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଶ୍ରୁତିମଧୁର ହୋଇଥିବାରୁ ଏହା ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି। ଯାତ୍ରାର ପ୍ରଯୋଜକ ସଞ୍ଜୟ କୁମାର ସାହୁ, ସହ ପ୍ରଯୋଜକ ଲିଟୁନ କୁମାର ଜେନା କହିଛନ୍ତି ଯେ ଚଳିତ ବର୍ଷ ଭିନ୍ନ ଶୈଳୀର ନାଟକ ପରିବେଷଣ କରି କଳିଙ୍ଗ ଗଣନାଟ୍ୟ ଦର୍ଶକଙ୍କ ମନ ଛୁଇଁବା ସହ ବିପୁଳ ଲୋକପ୍ରିୟତା ହାସଲ କରିବ। ଆସନ୍ତା ଯାତ୍ରା ଋତୁରେ ଏହି ନାଟକଟି ସମ୍ପୂର୍ଣ୍ଣ ଓଡ଼ିଶାରେ ବେଶ୍ ଆଦୃତ ହେବ ବୋଲି ନିର୍ଦ୍ଦେଶକ ଦୃଢ଼ ଆଶା ପ୍ରକଟ କରିଛନ୍ତି। ବ୍ୟୁରୋ ରିପୋର୍ଟ, ଏସ୍ ଲାଇଭ୍।